श्री गणेशाय नमः। गुप्त भागवत बा चोरी 24 प्रथम अध्याय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। वन्दे पार्वती तनय एकदन्त जे महाकाय अति खर्व जे स्थूल वर्णनिन्दयी बालभान भक्त प्रिय गजमुख हरन्ति विरजन दुख गण्डमण्डलु मधुक्षरे तालभे उडन्ति भ्रमरे पाशङ्कुश वेणिकर अति सुन्दर लम्बोदर मोहिन जगन्नाथ दास शरण तो पादे सरस तोर कृपारे गणपति लेखिण भागवत पोथी तहिर सार 24 सुजन हिते गणईश लेखिबी विचारुछि चित्ते संतोष हेबे साधु सन्थे। परीक्षित वाचा परीक्षित कहे भाव बही शुकंक पाद तले सोई कथाए पचारिबी पुणी भोमुनि कह परिमाणी गुप्त भावे अछि जेते भोमुनि कह मग्रते संशय होइला मोहर कह संशय जाऊ दूर तेणु मो मनरे संदेह भ्रांति न गला मोते कह। श्री शुकवाच राजा वदनु मुनि शुणी लोम उद्गमे परिमाणी जेते संशय अछि तोर फेड़ी न कह मो आगर नहिले अधर्म पाइबु फेड़ी कहले मुक्त हेबु शुणिन शुकंक वचन राजा कहन्ति विद्यमान। राजवाच भो ब्रह्मवेत्ता तुम्भ वाणी संशय नाही मोर शुणी जेते संशय अछि मोर कहबी तुमर छामोर एथकु सावधाने शुण मो मने जे संशय जान संशय छेदिन कहब मो मन विषय छाड़ब 24 जे हरिवासर ताहा कहब मुनिवर षड जयंती जे निर्णय कहब एथिर संशय कृष्ण शुक्ल पक्ष 2 एथे संशय अछि रही पौर्णमी अमावास्या दिन संक्रमण जोगायन एथे संशय अछि मोर सकल छेद मुनिवर तुम्भे कहबाकु समर्थ मुझे अटई तुम्भ भृत्य मोहर निस्तार होइब तुम्भर कीर्ति रहिथिब। श्री शुकवाच कहन्ति शुक मुनि तोषे आनंद मने राजा पासे शुण नृपति मन स्थिरे कहवा जे हरिवासरे आदिम कर मास जान भीष्म जे एकादशी दिन से दिन भीष्म देह त्यागे
ତାହାଙ୍କ ପୁଣ୍ୟ ଶୁଣ ଆଗେ। ଭୀଷ୍ମ ସେଦିନ ଦେହ ଛାଡ଼ି ଅମର ପଥେ ଗଲେ ମାଡ଼ି। ତାହାଙ୍କ ପାପର ନିର୍ଣ୍ଣୟ ଜନ୍ମ ମରଣ ହେ ସଂଶୟ। ଯମ ଦେଖିଣ ଭକ୍ତି କଲା ଉତ୍ତମ ଆସନ ସେ ଦେଲା। ବହୁତ ବିନୟ ହୋଇଣ କହଇର ବୀର ନନ୍ଦନ। ଭୀଷ୍ମ ମୋ ପୁର ନିସ୍ତାର ପଡ଼ିଲା ଚରଣ ତୁମ୍ଭର। ତୁମ୍ଭ ଚରଣ ପଡ଼ିବାରେ ପାପିଏ ମୁକ୍ତ ହୋଇଗଲେ। ତୁମ୍ଭ ଦର୍ଶନ ପାପି ପାଇ ମୁକ୍ତି ଲଭିଲେ ଗୋସାଇଁ। ଯେଣୁ ଗୋବିନ୍ଦ ଦୟା କଲେ ଏ ଅଧିକାର ମୋତେ ଦେଲେ। ସ୍ଥାବର ଜଙ୍ଗମାଦି କରି ଜନ୍ମ ମରଣ ଅନୁସରି। ଯେ ପୁଣି ଯେଠାରେ ମରିବେ ସମସ୍ତେ ମୋଠାକୁ ଆସିବେ। ପାପୀଙ୍କୁ ପାପ ଗତି ଦେଇ ପୁଣ୍ୟଙ୍କୁ ସ୍ୱର୍ଗରେ ବସାଇ। ପାପୀ ଯେ ପାପ ମାନ କଲେ ନରକରେ ପଡ଼ିବେ ସେ ଭଲେ। ଆଦ୍ୟରେ ଭୀଷ୍ମ କଥା କହି ଶୁଣ ରାଜନ ମନ ଦେଇ। ପୁରାଣ ପଥେ ଦୃଶ୍ୟ ଶୁଣ ରାଜନ ମନ ଦେଇ। ଆଦ୍ୟରେ ଭୀଷ୍ମ ତହୁଁ ଗଲେ ପ୍ରବେଶ ଯମପୁରେ ହେଲେ। ଉତ୍ତମ ଆସନେ ବସାଇ ପୂଜିଲା ଧୂପ ଦୀପ ଦେଇ। ପୂଜାର ବିଧି ଆଣିଦେଲା ମଧୁର ବାରତା ପୁଛିଲା। କାଳ ବିକାଳ ଯେ ଡଗର ସଂସାରେ ବୁଲୁଥିଲେ ଚାର। ରାକ୍ଷସ ନିଶାଚର ଦୁଇ ଏମନ୍ତ ବୁଲନ୍ତି ଗୋସାଇଁ। ଏହାଙ୍କ ତୁଲେ ଅକଳନ ଅଛନ୍ତି ମୋର ଦୂତଗଣ। ଦିନକେ ଗୋଟିଏ ଜନ୍ମନ୍ତି ଆବର କୋଟିଏ ମରନ୍ତି। ତୁମ୍ଭେ ଯେ ଏକାଦଶୀ ଦିନ ହୋଇଲ ହରି ପରାୟଣ। ମୋହର ପୁରକୁ ଅଇଲ ମୋ ପୁର ନିସ୍ତାର ଯେ କଲ। ତୁମ୍ଭର ପାପ ପୁଣ୍ୟ ଦୁଇ ବିଚାରି ବୁଝିବା ଗୋସାଇଁ। ଚିତ୍ରଗୁପ୍ତ ମୁଖ ଚାହିଁ ଯମ ଯେ ବଚନ କହି। ଏହାଙ୍କ ପାପ ପୁଣ୍ୟ ମାନ କହି କରଣେ ତ ସମାନ। ଶୁଣିଣ ଚିତ୍ରଗୁପ୍ତ ଦୁଇ ପାଞ୍ଜି ଦେଖିଣ ସେ କହି। ଜନ୍ମରୁ ମରଣ ପର୍ଯ୍ୟନ୍ତେ ବୁଝିଲେ ପାପ ପୁଣ୍ୟ ଯେତେ। ବୁଝିଣ ଧର୍ମକୁ କହିଲେ ବିଶ୍ୱାସ ପାପ ଏ କରିଲେ। 15 ବିଶ୍ଵା ପୁଣ୍ୟ ହୋଇ ବିଶ୍ୱାସ ପାତକ ଅର୍ଜଇ। ଏଥକୁ ଯେମନ୍ତ ବୁଝିବ ବିଚାରି ଜନ୍ମ କରାଇବ। ଚିତ୍ରଗୁପ୍ତଙ୍କୁ ଯମ କହି କି ପାପ ପୁଣ୍ୟ କରେ ତାହିଁ। ସେ ପାପ ତାଙ୍କୁ ବୁଝାଅ ଶୁଣାଇ ଜନମ କରାଅ। ବୋଲନ୍ତି ଶୁଣ ଜନ୍ତୁ ନାଥ ଏତ ହୋଇଲା ସାମରଥ। 12 ବରଷରୁ ଜାଣି ପାତକ ଲଘୁ ପରିମାଣି। 15 ବରଷ ହୋଇଲା ଜୀବ ଏ ଗୋଟିଏ ମାଇଲା। ସେ ଜୀବ ନାମ ଯେ ମୂଷିକ ଶସ୍ୟ ନାସିଲା ସେ ଅନେକ। ତାହାକୁ ଏ ଦୃଢ଼େ ଧରିଣ ଯନ୍ତ୍ର କିଳଣୀରେ ମାରିଣ। ଆବର ଶୁଣ କଲେ ଯାହା ହରିଲେ ପରର ସ୍ନେହା। ଏ ଦୁଇ ପାତକ ଅର୍ଜିଲେ ଆବର ପାପ ଗୁପ୍ତ କଲେ। ଆଶା ଦେଇଣ ଯେ ନ ଦେଲେ
ତେଣୁ ଏ ପାତକ ଅର୍ଜିଲେ ଆବର ଯେତେକ ପାତକ ତହିଁରୁ ବଢ଼ିଲା ଅନେକ। ଏମନ୍ତ ବିଶ୍ୱାୟକ ହୋଇ ଶୁଣ ହେ ଧର୍ମରତ ନଈ। ବିଚାରି ୟାଙ୍କୁ ଜାତ କର ଅଟନ୍ତି ଏ ପୁଣ୍ୟ ଶରୀର। ଶୁଣିଣ ସମନ କହି କି ଭୋଗ କରିବ ଗୋସାଇଁ। ଏ ପାପ ପୁଣ୍ୟ ଦୁଇ ଭାଗ କି ଭୋଗ ଭୁଞ୍ଜିବ ହେ ଆଗ। ଶୁଣିଣ ଭୀଷ୍ମ ତହୁଁ କହି ଆଗେ ପାପକୁ ଭୁଞ୍ଜିବଇଁ ପଛେ ଭୁଞ୍ଜିବ ପୁଣ୍ୟମାନ। ଶୁଣ ହେ ରବିର ନନ୍ଦନ ଶୁଣିଣ ଭୀଷ୍ମଙ୍କ ଉତ୍ତର। ଯମ ଯେ କହି ଆଗର ଯାଅ ହେ ମଞ୍ଚ ଭୁବନକୁ ଜନମ ଘେନି ଏ ଦେହକୁ। ମଗଧ ଦେଶରେ ଉତ୍ପନ୍ନ ସୌରାଷ୍ଟ୍ର ବ୍ରାହ୍ମଣ ଘରେଣ ରହିବ କିଛି ଦିନ ତହିଁ। ଗାୟତ୍ରୀ ନାମ ଯେ ବୋଲାଇ ଗୟା ସନ୍ନିଧେ ତୁମ୍ଭେ ଥିବ। ତହିଁରେ ପ୍ରାଣ ଉତ୍ସର୍ଗିବ ହୋଇବ ଗୃଧ୍ର ଘରେ ଜନ୍ମ। ଭୁଞ୍ଜିବ ମୃତ ମାଂସ ମାନ ସେ କାଳେ ମହାବାତ କରି ପ୍ରାଣକୁ ତେଜିବ ତୁମ୍ଭରି। ସେଠାରେ ତୁମ୍ଭ ପାପ ଯିବ ପାଣ୍ଡୁ ବଂଶରେ ଜନ୍ମ ହେବ। ଭୀଷ୍ମ ହୋଇବ ତୁମ୍ଭ ନାମ ବଳେ ନଇବେ କେହି ସମ। ଏକାଦଶୀରେ ନାଶ ହେବ ବୈକୁଣ୍ଠ ପଦକୁ ଲଭିବ। ତୁମ୍ଭେ ତ ବୈକୁଣ୍ଠର ଲୋକ ଯାଅ ହେ ବିଷ୍ଣୁର ସେବକ। ଏମନ୍ତ ଯାଅ ଆଜ୍ଞା ଦେଲେ ବିଷ୍ଣୁ ପଦକୁ ସେ ଲଭିଲେ। ହରିବାସରେ ମୃତ ହୋଇ ବସେ ବୈକୁଣ୍ଠପୁରେ ଯାଇ। ଚିତ୍ରଗୁପ୍ତ ମୋ ଶୁଣ ବାଣୀ ହରିବାସରେ ଯେତେ ପ୍ରାଣୀ। ସେଦିନ ଯେ ବାନାସ ଯାଆନ୍ତି ବୈକୁଣ୍ଠପୁରେ ସେ ବସନ୍ତି। ଦଶମୀ ଏକାଦଶୀ ଦିନ ଦ୍ୱାଦଶୀ ତିଥି ଯେ ମିଶିଣ। ଏ ତିନି ଦିନେ ଦୂତେ ମୋର ନବରୁ ନୋଇବେ ବାହାର। ବ୍ରହ୍ମ ହତ୍ୟା ଗୋ ହତ୍ୟା ମାନ ଯେ ନର କରିଥିବ ପୁଣ। ସେମାନେ ମୁକତି ଲଭିବେ ବୈକୁଣ୍ଠପୁରରେ ବସିବେ। ଦଶମୀ ଏକାଦଶୀ ଦିନ ଦ୍ୱାଦଶୀ ତିଥି ଯେ ମିଶିଣ। ଏ ତିନି ଦିନ ଅଧିକାର ସର୍ବଦା ନୁହଁ ଆମ୍ଭର। ମହାପାପୀ ଯେ ହୋଇଥିବେ ସେଦିନ ଯେବେ ନାଶ ଯିବେ। ମୋ ଅଧିକାର ତହିଁ ନାହିଁ ତାହାଙ୍କ କର୍ତ୍ତା ଭାବ ଗ୍ରାହୀ। ଏମନ୍ତ ଯମ ଯେ କହିଲା ଦୂତ ମନ୍ତ୍ରୀଙ୍କୁ ଶୁଣାଇଲା। ଶୁଣ ହେ ନୃପ ଚୂଡ଼ାମଣି ଭୀଷ୍ମଙ୍କ ପୂର୍ବ ଜନ୍ମ ବାଣୀ। ତୋ ଆଗେ ସଂକ୍ଷେପୀ କହିଲୁ ଗୁପ୍ତ ଭାବରେ ରଖିଥିଲୁ। ଗୁପ୍ତ ଦ୍ୱାବିଂଶ ଅଧ୍ୟାୟେନ ଦ୍ୱିତୀୟ ଅଧ୍ୟାତ ହିଁ ପୁଣ। ଏମନ୍ତେ ଚତୁର୍ବିଂଶ ହୋଇ ହରିଭାସରେ ସେ ବୋଲାଇ। ପାମର ଜଗନ୍ନାଥ ଭଣୀ ଶୁଣି ସଂସାର ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚକ୍ର ମହିମା ବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ ପରୀକ୍ଷିତ ବାଚ ଶୋକଚରଣେ କର ଦେଇ ଆନନ୍ଦେ ରାଜା ପଚାରଇ। ହେ ମହାମୁନି ସାବଧାନ କହ ପରମ ତତ୍ତ୍ୱ ଜ୍ଞାନ। ଗୁପ୍ତ ସଂଶୟ ଯେ ଅଟନ୍ତି କହିବା ମତେ ମହାଜ୍ୟୋତି। 24 ତିଥି ଏକାଦଶୀ
ଏକାଦଶୀ କହ ହେ ଜ୍ଞାନ ବିଶେଷୀ କଲେ କେଉଁ ଧର୍ମ ହୁଅଇ ନ କଲେ କି ପାପ ଲଭଇ କଲେ କେଉଁ ଧର୍ମ ହୁଅଇ ନ କଲେ କି ପାପ ଲଭଇ ଏଥି ସଂଶୟ ମୋତେ କହ ମନରୁ ଫିଟିବ ସନ୍ଦେହ ଶୁକବାଚ ଶୋକ କହନ୍ତି ରାୟ ଶୁଣ ଏ ଭାଗବତ ଯେ ପୁରାଣ ମନ ନିବେଶି ବିଷ୍ଣୁ ପାଦେ ତର ହେ ଭବ ପ୍ରମାଦେ ଏକାଦଶୀ ନିର୍ଣ୍ଣୟ ଶୁଣ କହିବା ଯଥାର୍ଥ ଭାବେଣ ଫାଲ୍ଗୁନ ମାସ ଏକାଦଶୀ ଯେ କରେ ବାପା ତକ ନାଶୀ ତାହାର ଜନ୍ମ ମୃତ୍ୟୁ ନାହିଁ ସେଠି ସାକ୍ଷାତ ବିଷ୍ଣୁ ଦେଇ ଚୈତ୍ରେ ଯେ ହରିବାସର କରନ୍ତି ଯେ ସୁଧନର ବୈଶାଖ ଏକାଦଶୀ ଦିନ ତା ପୁଣ୍ୟ ନ ଯାଇ କଳନ ପୃଥିବୀରେ ଯେତେ ରେଣୁ ଅଛି ତା ପୁଣ୍ୟ ସେହି ମତେ ଲେଖି ସୌରାଷ୍ଟ୍ର ଦେଶ ନୃପବର ଥିଲା ଯେ କଳିକି ନଗର ତହିଁରେ କଇ ବ୍ରାହ୍ମଣ କାଶୀ ମିଶ୍ର ଯେ ତାର ନାମ ଭିକ୍ଷା ମାଗିଣ ଦିନ ନେଇ ଆନନ୍ଦେ ଉଦର ପୋଷଇ ଏମନ୍ତେ କେତେ କାଳ ଗଲା କାଳେ ସେ ମରଣ ଲଭିଲା ଯମ ଆଜ୍ଞାରେ ଦୂତେ ନେଲେ କୃତାନ୍ତ ଆଗେ ଉଭା କଲେ ଏମନ୍ତ କାଳେ ଦଣ୍ଡଧାରୀ ଚିତ୍ରଗୁପ୍ତଙ୍କୁ ହକାରି ପାଞ୍ଜିକୁ ଦକ୍ଷିଣ କରଣ କହନ୍ତି ଯମ ସନ୍ନିଧାନ ଶୁଣ ହେ ବୈବସ୍ୱତ ତୁମ୍ଭେ ଏହି ବ୍ରାହ୍ମଣ କଥା ଏବେ ହରିବାସରେ ନାଶ ଗଲା ଅନେକ ପାପ ତାର ଥିଲା ଏହାକୁ କି ଦଣ୍ଡ ଉଚିତ କହିବା ହେଉ ଜନ୍ତୁ ନାଥ ଶୁଣିଣ ଯମ ଯେ କହି ତାଠାରେ ଅଧିକାର ନାହିଁ ବିଷ୍ଣୁ ଲୋକରେ ଦେଖେ ନେଇ ବିପ୍ରକୁ ଛାଡ଼ି ଆସ ଯାଇ ପ୍ରଭୁଙ୍କ ଭକ୍ତ ସେ ଅଟଇ ବୈକୁଣ୍ଠେ ଅଧିକାର ପାଇ ହେ ଦୂତେ ଶୁଣ ମୋ ବଚନ ଯେ ମରେ ଏକାଦଶୀ ଦିନ ସର୍ବଥା ଆମ୍ଭ ଦଣ୍ଡ ନାହିଁ ତା ଦଣ୍ଡ କର୍ତ୍ତା ଭାବଗ୍ରାହୀ ଯେମାନେ ଅତ୍ୟନ୍ତ ପାତକୀ ହରିବାସରେ ଯମ ଶଙ୍କି ଯେ ଦୂତେ ନ ଯିବ ସେଠାକୁ କପିବେ ଶ୍ରୀ ହରି ଆମ୍ଭଙ୍କୁ ଏମନ୍ତ ଦୂତ ଆଗେ କହି ନିଜ ଅଧିକାରେ ଯମ ରହି ଏବେ ହୋ ଜ୍ୟେଷ୍ଠ ମାସ ଶୁଣ ହରିବାସରେ ଯେ ବିଧାନ ଗୋଟିଏ ଅଶ୍ୱମେଧ ଯଜ୍ଞ କୋଟିଏ ମାସର ଧର୍ମଜ୍ଞ ଏତୁଲ୍ୟ ନୁହଁଟି ସତେ ହରିବାସର ପୁଣ୍ୟ ଯେତେ ଜ୍ୟେଷ୍ଠ ଯେ ମନ୍ତେ ପୁଣ୍ୟ ଧର୍ମ ଆଷାଢ଼େ ସେହି ମତ ଜାଣ ଶ୍ରାବଣେ ପୁଣ୍ୟ ଯେ ଅଲେଖ ଭାଦ୍ରବ ପୁଣ୍ୟ ନାହିଁ ସଂଖ୍ୟ ଆଶ୍ୱିନେ ଅଶ୍ୱମେଧ ଯଜ୍ଞ କାର୍ତ୍ତିକ କଳ୍ପେ କରେ ଭୋଗ ମାର୍ଗଶିରର ବିଧି ନ ପାରେ ଚାରି ମୁଖ କହି ପୌଷେ ଯେ ପୁଣ୍ୟ ଉଦେ ହୁଏ ପୃଥିବୀରେ ଯେତେ ପୁଣ୍ୟ ଥାଏ ମାଘରେ ଏକାଦଶୀ ପୁଣ୍ୟ ସଂଖ୍ୟା ନୁହଁ ଗଣ୍ୟମାନ ଏ ରୂପେ 24 ଦିନ ସଂଖ୍ୟା ନୁହଁ ପୁଣ୍ୟମାନ ପୃଥିବୀରେ ରେଣୁ ଅଛି ଯେତେ ଆକାଶେ ନକ୍ଷତ୍ର ସହିତେ ଏମାନେ ଗଣି ସାମରଥ
ଲୋକେ ଯେ ଅଛନ୍ତି ବହୁତ, ତୁ ଯାହା ପଚାରିଲୁ ମୋତେ, ସଂଶୟ ଫେଡ଼ି ଦେଲି ତୋତେ। ଆବର କି ସଂଶୟ ମାନ, ଅଛଇ କହ ତୁ ରଜନ। ପରୀକ୍ଷିତ ବାଚ ସୁକବଚନ ରାଜା ଶୁଣି, କପାଳେ ଦେଇବେନି ପାଣି। 24 ପୁଣ୍ୟକୁ କହିଲ, ଷଡ଼ଜୟନ୍ତୀ ଯେ ରଖିଲ। ଷଡ଼ଜୟନ୍ତୀ ଜାଣ କେତେ, ତାହା କହିବା ମୋ ଗ୍ରତେ। ଶ୍ରୀ ଶୁକ ବାଚ ଏକାଦଶୀ ବ୍ରତେ ଯେ ଜ୍ୟେଷ୍ଠ, ଷଡ଼ଜୟନ୍ତୀ ଅଟେ ଶ୍ରେଷ୍ଠ। ଏକାଦଶୀର ଯେ ବା ପୁଣ୍ୟ, ଷଡ଼ଜୟନ୍ତୀ ସେଇ ଜାଣ। ହରିବାସର ବିଷ୍ଣୁ ଦେହି, ବିଷ୍ଣୁଙ୍କ ଅଙ୍ଗୁ ଜନ୍ମ ହୋଇ। ସକଳ ପିତା ବାସୁଦେବ, ଏ ଦୁହେଁ ତାହାଙ୍କୁ ଦୁର୍ଲଭ। ଶୁଣି ପରୀକ୍ଷିତ ହରଷ, ଭଣଇ ଜଗନ୍ନାଥ ଦାସ। ଭାଗ୍ୟବନ୍ତ ଏ ଗ୍ରନ୍ଥ ଶୁଣି, ମୁକ୍ତି ଲଭିବେ ତତ୍କ୍ଷଣି। ବିଷ୍ଣୁ ଚରଣେ ଚିତ୍ତ ରହୁ, ଦୁଃଖୀ ଜନଙ୍କୁ ଦୟା ହେଉ। ପ୍ରଥମ ସ୍କନ୍ଧେ ଗୁପତ, ଦ୍ୱିତୀୟ ଅଧ୍ୟାୟ ସମାପ୍ତ। ପଠନେ ଶ୍ରବଣ କରିବେ, ବୈକୁଣ୍ଠ ପଦକୁ ଲଭିବେ। ସୁକ ପରୀକ୍ଷିତ ସମ୍ବାଦ, ସୁଜନେ ଶୁଣି ହୁଅ ବୋଧ। इति श्रीमद्भागवते महापुराणे पारमहंस्यां संहितायां 82 प्रथमस्कन्धे षड्जयन्ती महिमा कथने नाम द्वितीय अध्याय। तृतीय अध्याय राजवाच आनंदे राजा परीक्षित, शुकचरणे प्रणमित। आनंदे पाद पद्म चाहि, पचारे विनय से होई। हे मुनि सर्वज्ञता तुमे, आवर कथा कहबे। संसारे सर्वजन्तु छन्ति, ताहांक आहार जे स्थिति। न खाई न रहे शरीर, भक्षणे जीव रहे जार। श्री शुक वाच शुण राजन एक मने, तहिर कहिबा विधाने। मेद नामरे जे असुर, ताहाकु मारी चक्रधर। आपणे मेदिने जे करे, मेदिले चतुर्धा भावरे। ता महाजने पकाइले, पकाई मने विचारिले। जनरे सेहि से भासिला, केबे निश्चले न रहिला। टळी टळी तो पृथ्वी चाहि, आपणे प्रभु भावग्राही। जानु परु चारि रोम, उपाड़ी निजे भगवान। चारि कोणरे चारि पोती, चारि जे वृक्षर आकृति। नाम जे बट ताहांकर, से निरालंबଙ୍କ शरीर। कल्पबट जे बांछा बट, कुंभ निकुंभ जे प्रकट। हेमंत चाहि खंब मारी, मेदिनी भी आइले हरि। ब्रह्मा को चाहि आज्ञा देले, सृष्टि सर्जना कर भले। आज्ञा प्रमाणे वेद वर, सृजिले सकल संसार। स्थावर जंगम भी आई, नदी पर्वतर भी तहीं। सप्त समुद्र से रचिले, सपद दीप भी आइले। गाव मनुष्य आदि करी, महिषी हरिणी सुकरी। गंडा गयल ए समस्त, ब्रह्मा सृजिले अप्रमित। चतुर्धा जंतु आदि जेते, ताहांको आवर सहिते।
मनुष्य जीवन को कारणे विधाता भालती जे मने एकली जुगे नरपति अन्न न खाई न वर्तन्ति अन्न तो मंच पूरे नाही एहा मु भियाई काहे अन्न जे वैकुंठ रे स्थिति आपणे ब्रह्मा विचारन्ति मंच को के मनते आनिबी जीवन को दे जियाइबी अन्य जोगरे प्राणी माने अन्न से न भक्षन्ति दिने जीवन मजा मध्य थाई मजा सुखन्ते से मरई सत्यरे ही रूपे गला त्रेतया प्रवेश होइला द्वापरे रहिला मांसरे मांस सुखिले प्राणी मरे कली रे रक्त चर्मे रही अन्न हेतुरु से मरई अन्न न खाई प्राणी मरे रक्त सुखई से देहरे कि रूपे अन्न मु आनिबी नरंको जीवदान देवी हेमंत बोली वेदवर बाहर हेले तत्पर विष्णु को वैकुंठ मिलिले विनय स्तुति वाक्य कले ताहांक स्तुति शुणी हरि बोलती दया भाव करी कहिले शुण वेदवर अइल वैकुंठपुर कि कार्ये मपुरे आगत माया न करी कह सत्य ब्रह्मवाच ब्रह्मा कहन्ति कर जोड़ी चरणे पुण पुण पड़ी ब्रह्मा बोइले भावग्राही सृष्टि रे अन्न शस्य नाही जंतु ध्वव जेते कली नूतन सृष्टि भी आइले ताहांकु आहार त नाही कि खाई वर्तिबे गोसाई धरणी गाई रूप होई सकल शस्य बीज खाई ताहाकु बळे छळे धरी शस्य आनिलु नर हरि से शस्य वैकुंठपुर रे रखिलु अमर सभारे पारिले जीव रक्षा कर कहिले तुम्भर छामुर शुणिण ब्रह्मार वचन कहन्ति प्रभु भगवान अन्न से साक्षात रे ब्रह्म मंच को तुमे ताहा नेब नर देवता भागे ही सचराचर जंतु खाई समस्त प्राणी जे रहिब जेणु भक्षिबे सर्वजीव मुष्टिए धान्य हस्ते नेले ब्रह्मांक करे प्रभु देले ब्रह्माता कमंडले भरी आवर मुठी एक धरी स्वर्गपुर को चली गले इंद्रंको छामरे मिलिले इंद्रंको वचन कहिले मंच भुवन पाळ भले मंचरे शस्य बीज हेउ प्राणीक जीवन जे रहु देवता दिनर सर्वे एहाकु खाइण बंचिबे इंद्र कहन्ति जे ब्रह्मांको अमृत निय हे मर्त्यको देवता अमृत खाइबे अन्नरे मिश्रित होइबे इक्षु जे तिनि तिनि गंठी ता देखि ब्रह्मा बेगे उठी ब्रह्माता कमंडले भरी अन्न कररे घेनि तोली धाता चलिले मर्त्यपुरे इक्षु ध्यान से घेनि करे शस्य जीविका आरंभिले सर्वजीवन रक्षा कले
ବୈକୁଣ୍ଠପୁରୁ ଅନ୍ନ ଆଣି ମଞ୍ଚରେ ବ୍ରହ୍ମା ତ ନିର୍ମାଣୀ। ଯେତେ ପ୍ରକାରେ ଜୀବ ରାଶି ବ୍ରହ୍ମା ରଚିଲେ ମଞ୍ଚେ ଆସି। ଶୁଣ ହେ ପରୀକ୍ଷିତ ଏବେ ତୁ ଯାହା ପଚାରିଲୁ ଭାବେ। ସଂକ୍ଷେପି କହିଲି ତୁମ୍ଭଙ୍କୁ ସଂସାରେ ରଚନା ବିଧିକୁ। ଏମନ୍ତେ ବ୍ରହ୍ମା ସୃଷ୍ଟି କଲେ ମାନବ ମର୍ତ୍ତ୍ୟରେ ରହିଲେ। ଅନ୍ନ ଆଶ୍ରୟ ମଞ୍ଚେ ସର୍ବେ ରହିଲେ ଦେବତା ମାନବେ। ଏମନ୍ତ ଅନ୍ନ ଆଣି ତହିଁ ରଖିଲେ ପ୍ରଜାପତି ନେଇ। ବ୍ରାହ୍ମଣ ଚାରି ଜାତି ବର୍ଣ୍ଣ ଏ ଅନୁମାନ ଭିନ୍ନ ଭିନ୍ନ। କୃଷି ବାଣିଜ୍ୟ ବ୍ୟବହାରେ ଭିଆଣ କଲେ ବେଦ ବରେ। ଶୁଣ ନୃପତି ଶୁଦ୍ଧ ଚିତ୍ତେ ପୂର୍ବେ ତ କହିଅଛୁ ତୋତେ। ପଦ୍ମକଳ୍ପର କଥା ମାନ ତୋ ଆଗେ କହିବା ତା ଶୁଣ। ଦ୍ୱିତୀୟ 10 ଅଧ୍ୟାୟଣ ଗୋପତ କଲି ତା ସୁଖେଣ। ଗୋପତ ଠିକ ଠିକ କରି ମୁଁ ତତେ କହିବି ବିସ୍ତାରି। ପ୍ରଥମ 3 ଅଧ୍ୟାୟ ଜାଣ ଦ୍ୱିତୀୟ ଅଧ୍ୟାୟ ନିର୍ମାଣ। ତୃତୀୟ 3 ଅଧ୍ୟାୟ ରହି ଚତୁର୍ଥ ପକ୍ଷେ କ ନିର୍ମାଣୀ। ପଞ୍ଚମେ 2 ଯେ ଲୋଚନ ଷଷ୍ଠେ ଯୁଗଳ ପରିମାଣ। ସପ୍ତମେ ଗୁପ୍ତ ନାହିଁ ଜାଣ ଅଷ୍ଟମେ ବେନି ଅଧ୍ୟାପୁଣ। ନବମେ 1 ଅଧ୍ୟାୟ ରହି ଦଶମ 3 ଅଧ୍ୟାୟ ଛଇ। ଏକାଦଶରେ ଭେଦ ନାହିଁ ଦ୍ୱାଦଶେ ସେ ରୂପେ ଅଟଇ। 364 ଅଧ୍ୟାୟରେ ଏ ଗ୍ରନ୍ଥ ରହି ଗୁପ୍ତରେ। ଆଦ୍ୟରୁ ପ୍ରାନ୍ତ ଯାଏ ହୋଇ ଏଥିରେ ଆଉ ଭେଦ ନାହିଁ। ଏ ଗ୍ରନ୍ଥ ଭିନ୍ନ ଯେ କରନ୍ତି ନରକରେ ସେମାନେ ପଡ଼ନ୍ତି। ଶୁଣ ନୃପତି କହୁଁ ତୋତେ ତୁ ଯାହା ପଚାରିଲୁ ମୋତେ। ଗୋପତ ଭାବ ଠିକ କରି ତୋ ଆଗେ କହିଛି ବିଚାରି। ଯେଉଁ ସ୍କନ୍ଧରେ ଯେତେ ରହି ତୋ ଆଗେ କହୁଅଛି ମୁହିଁ। ଏ ଗ୍ରନ୍ଥ ବିଖ୍ୟାତ ନ କରି ଗୋପତ ଭାବେ ପୂଜା କରି। ଯେ ସନ୍ଥ ଜନ ଏ ସଂସାରେ ଗୋପତ ଭାବେ ରଖେ ଭଲେ। ଯେବେ ଶ୍ରବଣେ ଶ୍ରଦ୍ଧା ହେବ ବ୍ରାହ୍ମଣ ମୁଖରୁ ଶୁଣିବ। ଯେହା ଏକାନ୍ତ ଶୁଣଇ ସୁପୁତ୍ର କୁଳେ ଜାତ ହୋଇ। ବ୍ରାହ୍ମଣ କରିବ ବରଣ ବସନ କୁଣ୍ଡଳ ଦେଇଣ। ପ୍ରତ୍ୟହ ଅଧ୍ୟାୟ ଶୁଣିବ ପୂଜାର ପ୍ରତିବିଧି ଦେବ। ପଠନେ ପୂଜାର ବିଶେଷ ଧୂପାଦି ନୈବେଦ୍ୟ ପ୍ରକାଶ। ପ୍ରଥମରୁ 12 ମାସ ପ୍ରତ୍ୟହ ଅଧ୍ୟାୟ ଯେ ନିତ୍ୟ। ଯେବା ଶ୍ରବଣେ ନିତ୍ୟ କରି ଏ ଗ୍ରନ୍ଥ ଯେ ପଢ଼ନ୍ତେ ପୁରୀ। ଏମନ୍ତ 12 ଯେ ମାସ ଶୁଣନ୍ତେ ନର ହେ କଳୁଷ। ଧନ୍ୟ ଧାନ୍ୟ ସମ୍ପତ୍ତି ପାଇ ଅନ୍ତେ ହେ ବୈକୁଣ୍ଠକୁ ଯାଇ। ଦେହରେ ବ୍ୟାଧି ଜାତ ହେଲେ ଶୁଣନ୍ତେ ନାଶ ହୋଏ ଭଲେ। ରାଜଦ୍ୱାରରେ ବନ୍ଦୀ ଥାଇ ଶ୍ରବଣେ ମୁକୁଳି ଯେ ଯାଇ। ଅପୁତ୍ରୀ ଯେବେ ଶ୍ରଦ୍ଧା ଭରେ ହବିଷ୍ୟ ଭୁଞ୍ଜ ଏକବାରେ। ବ୍ରାହ୍ମଣ ମୁଖରୁ ଶୁଣଇ ବିଷ୍ଣୁଙ୍କ ପାଦେ ଚିତ୍ତ ଦେଇ। ସମ୍ବତ୍ସରରେ ପୁତ୍ର ଜନ୍ମ ଶ୍ରୀ ଭାଗବତର ବଚନ।
ବ୍ରାହ୍ମଣ କୂଳେ ଯେ ବୈଷ୍ଣବ ତାହାକୁ ଆଣି ନ ପୂଜିବ। କ୍ଷତ୍ରିୟ ବୈଶ୍ୟ କୂଳେ ଯେବେ ବୈକୁଣ୍ଠ ହୋଇଣ ଯେ ଥିବେ ତାହାଙ୍କୁ ବୈଷ୍ଣବ କହି ଅନ୍ୟ ଯେ ମୁଆଶ୍ରେ ନୁହଁଇ। ବ୍ରାହ୍ମଣ ମୁଖରୁ ଶୁଣିଲେ ଅସଂଖ୍ୟ ପୁଣ୍ୟ ପାଏ ଭଲେ। ବୈଶ୍ୟକୁ ଯେ ପଢ଼ାନ୍ତି ଆଣି କିଞ୍ଚିତେ ପୁଣ୍ୟ ପରିମାଣି। ଶୂଦ୍ର ଠାବରୁ ଯେବେ ଶୁଣି ନିଷ୍ଠୁର ତାଙ୍କ କର୍ମ ଜାଣି। ଏମନ୍ତେ ବର୍ଣ୍ଣ ଚାରି ଜାତି ବୈଷ୍ଣବ ଏମାନେ ବୋଲାନ୍ତି। ହେ କାମ କ୍ରୋଧ ଲୋଭ ମୋହ ହିଂସା ବର୍ଜିତ ଯାର ଦେହ ଏତେ ଲକ୍ଷଣ ଯାର ଥାଇ ନିଶ୍ଚୟ ବୈଷ୍ଣବଟି ସେହି। ଅଶୁଦ୍ଧ ବିପ୍ର ଯେବେ ହୋଇ ତାହାର ମୁଖରୁ ଶୁଣଇ। ଜଗନ୍ନାଥ ଦାସ ବଖାଣି କୁପତ ଭାଗବତ ବାଣୀ। ହେ ଭକ୍ତ ଜନ ଶୁଣ ଚିତ୍ତେ ସଂସାର ତରିବା ନିଶ୍ଚିନ୍ତେ। ଶ୍ରୀ ଭାଗବତ ଶ୍ରୁତି ପଥେ ଯେନର ଶୁଣେ ଶୁଦ୍ଧ ଚିତ୍ତେ। ସଂସାରେ ନ କରି ପ୍ରକାଶ ପ୍ରଘଟେ ହୋଏ ସର୍ବନାଶ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ वैयासिक्यां प्रथमस्कन्धे शस्यबीजकथने नाम तृतीय अध्याय। चतुर्थ अध्याय राजवाच। राजन मुने मुख चाहे कहोई स्नेह भर होई। द्वितीय स्कन्धर वर्णन पद्मकल्पर कथा मान। पद्मकल्पर कथा जेते संशय छेद कही मते। आदर कहिब गोसाई गुप्त भावरे जे अछई। श्वेत बराह रूप धरी पृथ्वी पाताल धरी। श्वेत बराह रूप काहूँ संजात हेले कारत नाहिरु जन्म शरीर होइले केन्हे अवतार। एथि संशय फेड़ी कह मनरु छाड़ मो संदेह। श्री शुकवाच शुणेण राजार वचन शुक कहन्ति तो समन। हेमन्ते केते कल्प गला पद्मकल्पर शुण लीला। शुण राजन पुण्य देहा तु मते पचारिलु जाहा। श्वेत बराह जन्म बाणी शुण राजन चूड़ामणि। जठर नामे महामुनि जानती तांकु सर्व प्राणी। आरंभिले से महाजोग अनेक काल हेला भोग। ए भावे केते काल गला से जोग संपूर्ण नहिला। से यज्ञ देखिबार पाई विचार कले भावग्राही। यज्ञ से जठरे करंती एकथा केही न जानती। केहू देवंकु से आश्वासी यज्ञ करुछि तहीं बसी। समुद्र मध्य अछि स्थान 64 योजन प्रमाण। मनुष्य आदि केही नाही जंगम स्थावर न थाई। चंद्र से सूर्यंकर बाट से स्थान अटई दुर्घट। कृष्ण अर्जुन बेनि जने जनरे पशिले बहने। दिवस समुद्र को जिणी इखु समुद्रे चक्रपाणी। एमन्ते अर्जुन को कही रथे बसिले भावग्राही। ब्रह्मा को मने सुमरिले
हंस बाहने ब्रह्मा गले। ए तिनि जन संग होई मिलिले यज्ञशाळे जाई। तहि सकल देवगणे मिलिले विष्णु दर्शने। शंख दुंदुभि नाना वाद्य संगते घेनाई नारद। समुद्र तीरे चहल शुभई नाना वाद्य गोल। जठर तपस्या निर्घात चित्तपाद पद्मरे स्थित। धन्यतांक तपस्थल नयने देखी सैन्य बल। तहु ब्रह्मा को पचारिले ए सैन्य काहार बोइले। ब्रह्मा कहती तांको चाही आंबे जे ब्रह्मा विष्णु दुई। तुम्भଙ୍କୁ देखी आंभ मन हरस होइला जे पूर्ण। तुम्भर नाम अटे किस शुणिले पाइबु संदेश। जठर कहउछंती पुणी शुण हे प्रभु कुशपाणी। जे दिने सृष्टि ही नथिला मो जन्म से काल होइला। ए जेउ विष्णु नाम बही देखिछि वैकुंठरे मुहि। जठर नामटी मोहर आद्य धृतिरे जन्म मोर। रविचंद्र ही जही नाही नक्षत्र गण दृश्य काहि। से काले अनंत पुरुष अनंत सज्जारे से बास। से काले निश्वास संजोगे मते जे जन्म कले भवे। मो नाम जन्मिले अनादि जठर नाम जे प्रसिद्धि। तुमे कि कार्य आगत कह हे थिर वृत्तांत। हेमंत कथा संभाषणे पवन बहिला तक्षणे। भौरी देई से बहिला ब्रह्मा विष्णु को उड़ाइला। सतमुख ब्रह्मा भवने पड़िले जाई से अज्ञाने। देखि से ब्रह्मा पचारिले के बण जन हो बोइले। आंबे जे सतमुख ब्रह्मा कि हेतु एहाकु चिन्हिबा। विष्णु को चाहि वेदवर थिला से रास मंडलर। तुमे तो विष्णु मु चिन्हिली चतुर्मुख को न जानिली। कृष्ण कहन्ति वाक्य चाहि चतुर्मुख ब्रह्मा एहि। मर्त्यरे हि वेदवर भुवलोके तुम्भ विहार। अछई सहस्र मुख भी ताहांको देखिबाको जाई। एमंते पवन बहिला भुवलोक कुड़ाइला। सहस्र मुख ब्रह्मा पुरे मिलिले त्रिदेव संभरे। सहस्र मुख ब्रह्मा रही देखिले तिनि रूप तहि। तदंते सहस्र मुख भी विष्णु को चाहि पचारई। भूलोक भुवलोक दुई सचराचर नाथ तुहि। किंपा गमन तुम्भर एपुरे नाही अधिकार। तुम्भे तो सर्वठारे स्थिति आमको ब्रह्मा करिएथि। एमंते चारि जन रही समस्या कले भावग्राही। पुणी बहन्ते से पवन मिलिले ब्रह्मांक भुवन। अयुत मुख ब्रह्म ठार पड़िले सर्व शरीर। देखि से ब्रह्मा दया कले से चारि जन आससिले। विष्णु को चाहि कले स्तुति
ତାହାଙ୍କୁ ବଚନ କହନ୍ତି। ଚତୁର ମୁଖ ବ୍ରହ୍ମା ଏହି ଭୁଲ କରେ ଯେ ଅଛି ରହି। ଏ ରୂପେ ହୁଅନ୍ତେ ସମ୍ଭାଷଣ ପବନ ଉଡ଼ାଏ ବନ। ଲକ୍ଷ ମୁଖ ବ୍ରହ୍ମା ଭୁବନ ପଡ଼ିଲେ ତହିଁ ଯାଇ ପୁଣ। ଆନନ୍ଦେ ଦେଇ ଶିରେ ପାଣି ବିଷ୍ଣୁଙ୍କୁ ଚାହିଁ ବ୍ରହ୍ମା ଭଣୀ। ଏହାଙ୍କୁ ଘେନି ମୋର ପୁରେ ବିଜୟ କଲ ଶ୍ରୀପୟରେ। ମୋର ଶରୀର ବଡ଼ ଧନ୍ୟ ପବିତ୍ର ହେଲା ମୋ ଭୁବନ। ଏ ରୂପେ ସେ କହିଲା କ୍ଷଣି ପବନ ବହେ ବେଗେ ପୁଣି। ତହିଁ ସେମାନେ ଉଡ଼ି କରି ଆକାଶ ପଥେ ଘୁରି ଘୁରି। ଅର୍ବୁଦା ମୁଖ ବ୍ରହ୍ମା ଠାରେ ପଡ଼ିଲେ ସେ ଷୋଡ଼ଶରୀରେ। ବିଷ୍ଣୁଙ୍କୁ ଦେଖି ବେଦପତି ଅନେକ ମତେ କରି ସ୍ତୁତି। ବୋଇଲେ ବିଭୁ ପାଦ ଚାହିଁ ତ୍ରାହି କର ଏ ଭାବଗ୍ରାହୀ। ଧନ୍ୟ ସେ ଧନ୍ୟ ମୋ ଜୀବନ କୃତାର୍ଥ ହୋଇଲା ଭୁବନ। କିମ୍ପାଇଁ ପ୍ରଭୁ ବିଜେ କଲ ସଂଶୟ ଛେଦ ଚକ୍ରଧର। ବୋଲନ୍ତି ବିଷ୍ଣୁ ମୁଖ ଚାହିଁ ଏହାଙ୍କ ଗର୍ବ ମନେ ହୋଇ। ଏ ଚତୁର୍ମୁଖ ବ୍ରହ୍ମା ହୋଇ ଗର୍ବ ଯେ ମନେ ବୋହିଲାଇଁ। ଗର୍ବିତ ଗଞ୍ଜିବାର ପାଇଁ ଦେଖା ଯେ ଦେଲା ଭାବଗ୍ରାହୀ। ଏହାଙ୍କ ବଡ଼ ଲୋକ ପଣ ଗଞ୍ଜିଲେ ପ୍ରଭୁ ଭଗବାନ। ସାନନ୍ଦେ ନିଜ ପୁରେ ନିଅ ସୃଷ୍ଟି ସର୍ଜନେ ଆଜ୍ଞା ଦିଅ। ସମସ୍ତ ବ୍ରହ୍ମମାନେ ଗଲେ ବ୍ରହ୍ମାଙ୍କୁ ଘେନି ବାହୁଡ଼ିଲେ। ଯେ ଯାହା ସ୍ଥାନ ତାଙ୍କୁ ଦେଇ ବ୍ରହ୍ମାଙ୍କୁ ଘେନି ଭାବଗ୍ରାହୀ। ନିଜ ଭୁବନେ ବାହୁଡ଼ିଲେ ସୃଷ୍ଟି ସୃଜନେ ଆଜ୍ଞା ଦେଲେ। ଯୋଗ ଧ୍ୟାନରେ ରୁଦ୍ର ରହି ବ୍ରହ୍ମା ଯେ ପୃଥିବୀ ସୃଜଇ। ବିଷ୍ଣୁ ଯେ ଅନନ୍ତ ଶଯ୍ୟାରେ ଶୟନ କଲେ ନିଶ୍ଚିନ୍ତରେ। ବୋଲନ୍ତି ବ୍ରହ୍ମା ଥାଅ ଭଲେ ଅସୁର ଉପଦ୍ରବ କଲେ। ଶୟନେ ଉଠାଅ ଆମ୍ଭଙ୍କୁ ମାରିବି ମୁହିଁ ଦାନବଙ୍କୁ। ଶୁଣ ପରୀକ୍ଷ କହୁ ତତେ ଯେ କଥା ପଚାରିଲୁ ମତେ। ସେ କଥା ସେ ପଦ୍ମ କଳ୍ପରେ ବିଷ୍ଣୁ କହନ୍ତି ବ୍ରହ୍ମା ଠାରେ। ବ୍ରହ୍ମା ଯେ ନାରଦଙ୍କୁ କହି ନାରଦ ଠାରୁ ଶିକ୍ଷା ପାଇ। ଏବେ ମୁଁ ତୁମ୍ଭର ଆଗରେ କହିଲି ଶୁଣିଲ ଶ୍ରଦ୍ଧାରେ। ଏ ମହାଗୁପ୍ତ ଯେ ଜ୍ଞାନ ଗୁପ୍ତେ ରଖ ଯେ ରାଜନ। ପୌର୍ଣ୍ଣମୀ ଅମାବାସ୍ୟା ଦିନ ପଠନ ଶ୍ରବଣେ ଯେ ଜନ। ଏକାଗ୍ର ଚିତ୍ତରେ ଶୁଣଇ ଧନ ଆୟୁଷ ଯଶ ପାଇ। ନ ଭଣଇ ଜଗନ୍ନାଥ ଦାସ ଦ୍ୱିତୀୟ ସ୍କନ୍ଧେ ଗୀତରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ପ୍ରଥମସ୍କନ୍ଧେ ଶସ୍ୟବୀଜ କଥନେ ନାମ ଚତୁର୍ଥ ଅଧ୍ୟାୟ।